କାହାରି ଗର୍ବ ରୁହେ ନାହିଁ। ଭଗବାନ ଶ୍ରୀକୃଷ୍ଣଙ୍କ ଆୟୁଧ ସୁଦର୍ଶନ ଏବଂ ଭଗବାନଙ୍କ ବାହନ ଗରୁଡ଼ ମଧ୍ୟରେ ନିଜର ବଡ଼ପଣକୁ ନେଇ କଳହ ଲାଗିଲା। ଏପଟେ ତ୍ରେତୟା ଯୁଗ ରାମଭକ୍ତ ହନୁମାନ ଭଗବାନ ରାମଙ୍କର ଲୀଳା ଶେଷ ପରେ ଏକାକୀ ଏକ ଗିରିକନ୍ଦରରେ ବସି ଭଗବାନଙ୍କ ନାମ ସ୍ମରଣ କରୁଥାନ୍ତି। ଭଗବାନ ଶ୍ରୀକୃଷ୍ଣ ଗରୁଡ଼ ଏବଂ ସୁଦର୍ଶନଙ୍କ ଗର୍ବ ଓ ଅହଙ୍କାରକୁ ଚୂର୍ଣ୍ଣ କରିବା ପାଇଁ ଯେତେ ବୁଝାଇଲେ ମଧ୍ୟ କେହି ବୁଝିଲେ ନାହିଁ। ଏଣୁ ଉଭୟଙ୍କୁ ଶିକ୍ଷା ଦେବା ପାଇଁ ସେ ପ୍ରଥମେ ଗରୁଡ଼ଙ୍କୁ କହିଲେ, ମୋର ଶ୍ରେଷ୍ଠ ଭକ୍ତ ହନୁମାନ ହିମାଳୟରେ ଗିରିଗୁହାରେ ଧ୍ୟାନରତ। ତାଙ୍କୁ ତୁମେ ଯାଇ ତୁରନ୍ତ ମୋ ପାଖକୁ ଆମନ୍ତ୍ରଣ କରି ଆସ। ଗରୁଡ଼ ତତ୍କ୍ଷଣାତ୍ ହନୁମାନଙ୍କ ନିକଟକୁ ଉଡ଼ି ଚାଲିଗଲେ। ତାଙ୍କ ପକ୍ଷର ଶକ୍ତି ଏତେ ଥିଲା ଯେ ତାହା ହଲାଇଲା ବେଳକୁ ଆକାଶରେ ବାତ୍ୟା ସୃଷ୍ଟି ହେଉଥାଏ। ଗରୁଡ଼ଙ୍କ ମନରେ ଗର୍ବ ଥାଏ ଯେ ସେ ଅମାପ ଶକ୍ତିର ଅଧିକାରୀ। ମାତ୍ର ସେ ଯେତେବେଳେ ହନୁମାନଙ୍କ ପାଖରେ ପହଞ୍ଚିଲେ, ହନୁମାନ ବାତ୍ୟାର ସୁ ସୁ ଶବ୍ଦ ଶୁଣି ନିଜ କରରେ ଗରୁଡ଼କୁ ଠେଲିଦେଲେ ଯେ ସେ କେତେ ଯୋଜନ ଦୂରରେ ଭୂମିରେ ପଡ଼ିଲେ। ହନୁମାନଙ୍କର ଅମାପ ବଳ ବିଷୟରେ ପ୍ରତ୍ୟକ୍ଷ ପ୍ରମାଣ ପାଇ ନିଜକୁ ବଡ଼ ମନେ କରୁଥିବା ଗରୁଡ଼ର ଗର୍ବ ଭାଙ୍ଗିଗଲା। ଏହାପରେ ସେ ହନୁମାନଙ୍କ ପାଖକୁ ଯାଇ ବିନୟ ସହକାରେ ଭଗବାନ ଶ୍ରୀକୃଷ୍ଣଙ୍କର ଆମନ୍ତ୍ରଣ ଜଣାଇଲେ। ଆମନ୍ତ୍ରଣ ପାଇ ହନୁମାନ ତୁରନ୍ତ ଭଗବାନ ଶ୍ରୀକୃଷ୍ଣଙ୍କ ପାଖକୁ ଆସିଲେ। ଭଗବାନଙ୍କ ରାଜପ୍ରସାଦରେ ସୁଦର୍ଶନ ଦ୍ୱାରପାଳ ରୂପେ ଜଗିଥିଲେ। ସୁଦର୍ଶନ ତ ନିଜର ଅମାପ ବଳ ପାଇଁ ଗର୍ବୀ ଥିଲେ। ଏଣୁ ହନୁମାନ ନିଜର ଯାହା ପରିଚୟ ଦେଲେ ମଧ୍ୟ ସୁଦର୍ଶନ ତାଙ୍କୁ ରାସ୍ତା ଛାଡ଼ିଲେ ନାହିଁ। ଫଳରେ ହନୁମାନ ତାଙ୍କୁ ବିରକ୍ତି ହୋଇ ଟାଣି ଆଣି ନିଜ ପାଟିର ଓଳ ମଧ୍ୟରେ ଜାକି ଦେଇ ଭଗବାନଙ୍କ ପାଖକୁ ଅଗ୍ରସର ହେଲେ। ଏପରି ଦୟନୀୟ ଅବସ୍ଥାରେ ସୁଦର୍ଶନ ନିଜର ସୀମିତ ବଳର ପ୍ରମାଣ ପାଇଲେ ଏବଂ ହନୁମାନଙ୍କୁ କ୍ଷମା ମାଗିଲେ। ଅନ୍ୟପକ୍ଷରେ ଶ୍ରୀକୃଷ୍ଣଙ୍କ ପତ୍ନୀ ସତ୍ୟଭାମାଙ୍କର ମଧ୍ୟ ଶ୍ରୀକୃଷ୍ଣଙ୍କର ଅର୍ଦ୍ଧାଙ୍ଗିନୀ ହୋଇଥିବାରୁ ଗର୍ବ ଥାଏ। ଏହି ଗର୍ବକୁ ହନୁମାନଙ୍କ ଦ୍ୱାରା ଚୂର୍ଣ୍ଣ କରିବାକୁ ଭଗବାନ ଚେଷ୍ଟା କଲେ। ଏଣୁ ହନୁମାନ ଉପସ୍ଥିତ ହେବା ବେଳେ ଭଗବାନ ରାମ ରୂପ ଧାରଣ କଲେ ଏବଂ ସତ୍ୟଭାମାଙ୍କୁ ସୀତା ରୂପରେ ପରିଚିତ କରାଇଦେଲେ। ମାତ୍ର ସତ୍ୟଭାମାଙ୍କ ଗର୍ଭଭାବ ଦେଖି ହନୁମାନ କହିଲେ, ନା, ଇଏ ମୋର ମାତା ଜାନକୀ ହୋଇ ନ ପାରନ୍ତି। ମୋର ମାତା ଜାନକୀ ତ ଅତ୍ୟନ୍ତ କରୁଣାମୟୀ, ଦୟାମୟୀ ଓ ସ୍ନେହମୟୀ ଜଗଜ୍ଜନନୀ ସୀତା। ମାତ୍ର ଏହାଙ୍କ ବ୍ୟବହାର ତ ଗର୍ବର ଉପସ୍ଥିତ ବାରି ହୋଇପଡ଼ୁଛି। ଏହି ସମୟରେ ରୁକ୍ମଣୀ ଆସି ଉପସ୍ଥିତ ହେଲେ। ରୁକ୍ମଣୀ ଥିଲେ ଗର୍ବହୀନା ଓ ଦୟାମୟୀ। ସେ ଶ୍ରଦ୍ଧାରେ ହନୁମାନଙ୍କୁ ନିଜର ପୁତ୍ର ରୂପରେ ସ୍ନେହ କଲେ ଏବଂ ତାଙ୍କ ମୁଖରେ ଶ୍ୱେତବିନ୍ଦୁ ନିଜ ପଣତ କାନିରେ ପୋଛିଦେଲେ। ଏଥର ହନୁମାନ ରୁକ୍ମଣୀଙ୍କ ପାଦତଳେ ମା ମା କହି ଲୋଟିଗଲେ। ନିଜର ଗର୍ଭଭାବ ପାଇଁ ସତ୍ୟଭାମା ଲଜ୍ଜିତା ହେଲେ। ଏହିପରି ଭାବେ ନିଜର ପ୍ରିୟ ଭକ୍ତ ହନୁମାନଙ୍କୁ ନିମନ୍ତ୍ରଣ କରି ଭଗବାନ ଶ୍ରୀକୃଷ୍ଣ ଏକ ସମୟରେ ଗରୁଡ଼, ସୁଦର୍ଶନ ଏବଂ ସତ୍ୟଭାମାଙ୍କର ଗର୍ବ ଓ ଅହଙ୍କାରକୁ ଚୂର୍ଣ୍ଣ କରିଥିଲେ। ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ କାହାରି ଗର୍ବ ରହେ ନାହିଁ। ସେ ସମସ୍ତଙ୍କ ଗର୍ବ ଚୂର୍ଣ୍ଣ କରିଥାନ୍ତି। ଏଣୁ କୁହାଯାଇଛି, ଗର୍ବ ଗଞ୍ଜନ ହରି ଗର୍ବ ନ ରଖନ୍ତି ପ୍ରଭୁ କାହାରି। ତ ଅନୁଚିନ୍ତା ଧନ, ଜନ, ଜୀବନ, ଯୌବନ କ୍ଷଣସ୍ଥାୟୀ। ଏହାକୁ ନେଇ ଗର୍ବ କର ନାହିଁ। ଅତି ଗର୍ବର ଫଳ ଅତି ଭୟଙ୍କର। କଥାଟିକୁ ମାନିଲେ ଆପଣ ଭଗବାନଙ୍କର ପ୍ରିୟ ହେବେ ଆଉ ଆପଣଙ୍କର ମଙ୍ଗଳ ହେବ।